କୌଣସି ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ଯଦି ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ସହିତ ଗୁଣନ କରାଯାଏ ଏବଂ ଏକକ ଘର ଦୁଇଟିର ଯୋଗଫଳ ଯଦି 10 ହୁଏ ଏବଂ ଦଶକର ଯଦି ସେମ୍ ସଂଖ୍ୟା ଥାଏ ତାହେଲେ ସେ ଜାଗାରେ ଗୁଣନ କରିବା ଆମର ସହଜସାଧ୍ୟ ହୋଇଥାଏ। ତା ପାଇଁ ଗୁଣନ କରିବାକୁ ହେଲେ ଆମେ ପ୍ରଥମେ ଏକ ଅଙ୍କ ବିଶିଷ୍ଟ ଏକକର ସଂଖ୍ୟାକୁ ଆମେ ଗୁଣନ କରିବା। ତାହେଲେ 6 ଚଉ 24 ଲେଖିବା। ଦଶକର ସଂଖ୍ୟା 2 ଥିବାରୁ 2ର ପରବର୍ତ୍ତୀ ସଂଖ୍ୟା 3, 2କୁ 3ରେ ଗୁଣିଲେ 6, ଏହା 26 ଏବଂ 24ର ଗୁଣନଫଳ। ସେହିପରି 3 ଏବଂ 7ର ଗୁଣନ 7 × 21, 5ର ପରବର୍ତ୍ତୀ ସଂଖ୍ୟା 6, 6 ସହ 5ର ଗୁଣନ 6 ପଞ୍ଚା 30, 1ର 9 ସହିତ ଗୁଣନ 9 × 9, 9 ପୂର୍ବରୁ 0 ବସିଲା। 7ର ପରବର୍ତ୍ତୀ ସଂଖ୍ୟା 8, 8 7 56, 95, 95ର ଗୁଣନ କେତେ?